ହ୍ୟାଲୋ ସାଙ୍ଗମାନେ, ଆଜି ସକାଳେ ଟ୍ୟୁସନରୁ ଆସିଲା ପରେ ଦେଖିଲି ଯେ ବୋଉ କରିଥିଲା ଅମୃତଭଣ୍ଡା ସନ୍ତୁଳା। ଯେହେତୁ ମତେ ଟିକେ ପସନ୍ଦ ନୁହଁ ତ ସେଥିପାଇଁ ବୋଉ ମୋ ପାଇଁ ସିଝେଇଥିଲା 2-3ଟା ଆଳୁ। ଆପଣମାନେ ଜାଣିବାକୁ ଚାହୁଁଛନ୍ତି ବୋଉ ସେଥିରେ କଣ କରିବ, ସେଥିପାଇଁ ଭିଡ଼ିଓକୁ ଶେଷ ଯାଏଁ ଦେଖିବାକୁ ପଡ଼ିବ ଆଉ ଆମ ଚ୍ୟାନେଲ ସହିତ ଯୋଡ଼ି ରହିବାକୁ ପଡ଼ିବ। ତ ଚାଲନ୍ତୁ ଦେଖିବା ବୋଉ ସେଥିରେ କଣ କରୁଛି। ତ ବୋଉ ପ୍ରଥମେ ବାଦାମକୁ ଭାଜିଦେଲା, ତାପରେ ସିଝା ହେଇଥିବା ଆଳୁରେ ପିଆଜ ଆଉ ବାଦାମ ଆଉ ଲଙ୍କା ଲୁଣ ପକେଇ ଭଲସେ ଦଳିଦେଲା ଆଉ ଚୋଖା କରିଦେଲା ଭଲସେ। ତାପରେ ଚୋଖା କରିସାରିଲା ପରେ ବ୍ରେଡ୍ ଥିଲା ତ ବ୍ରେଡ୍‌କୁ ଭଲସେ ପିସ୍ ପିସ୍ କରି କାଟିଦେଲା। ଏବେ କିନ୍ତୁ ଆପଣମାନଙ୍କୁ ଗୋଟେ ରିକ୍ୱେଷ୍ଟ, ଆପଣମାନଙ୍କୁ କମେଣ୍ଟ ବକ୍ସରେ କହିବାକୁ ପଡ଼ିବ ଯେ ବୋଉ ଏବେ ବ୍ରେଡ୍‌ରେ କଣ କରିବାକୁ ଯାଉଛି। ତ ପ୍ଲିଜ୍ କମେଣ୍ଟରେ କୁହନ୍ତୁ। ଏବେ ବୋଉ ବ୍ରେଡ୍‌ରେ ସୁନ୍ଦର ଭାବେ ଭିତରେ ଆଳୁ ଚୋଖା ପୁରେଇଦେଲା, ତାପରେ ନେଇ ତାକୁ ତାୱାରେ ଭଲସେ ସେକିଦେଲା। ତ ଦେଖୁଥିବେ କେତେ ସୁନ୍ଦର ଦେଖାଯାଉଛି ଆଉ ଲାଗୁଛି ଟେଷ୍ଟ ବି ବହୁତ ବଢ଼ିଆ ହବ। ଆପଣମାନେ ବି ଥରେ ଘରେ ନିହାତି ଟ୍ରାଏ କରନ୍ତୁ, କାରଣ ବିନା ତେଲରେ ଆଉ ଦେହ ପାଇଁ ବି ସେଇଟା ବହୁତ ଭଲ ଆଉ ମତେ ତ ବହୁତ ବଢ଼ିଆ ଲାଗୁଛି।